ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍। ତ ଆଜି ମୁଁ କୁରୁଡା ହାଟରୁ କିଛି ଭେଜିଟେବୁଲ୍ ମାର୍କେଟିଂ କରିକି ଯେଉଁ ଆଣିଛି ଆପଣମାନଙ୍କୁ ତାକୁ ସବୁ ଦେଖେଇବି। କାହାର ଦାମ୍ କେତେ ତାକୁ ମଧ୍ୟ ଆପଣ ଜାଣିବେ। ଦେଖନ୍ତୁ କାକୁଡ଼ି ଆଣିଛି, କାକୁଡ଼ି କିଲୋ ହେଉଛି 50 ଟଙ୍କା ନେଲା। 60 ଟଙ୍କା କହୁଥିଲା, କହିଲା ବୋହିନି କରିବି, ତେଣୁ ଆପଣ 50 ଟଙ୍କା କିଲୋ ନିଅନ୍ତୁ। ତେଣୁ ମୁଁ 50 ଟଙ୍କା ଦେଇକି କେଜି ଆଣିଛି। ତାପରେ କଲରା 250 ପଡ଼ିଲା, 250 ଆଣିଲି, କେତେ ନେଲା 15 ଟଙ୍କା ବୋଧେ। କଲରା 215 ଟଙ୍କା। ଆଉ ଇଏ ଗାଜର ଗାଜର ବି ସେଇ 250କୁ ନେଇଛି 15 ଟଙ୍କା। ତାପରେ ଏଇ ବୋଇତାଳୁ ବୋଇତାଳୁ ନେଲା 10 ଟଙ୍କା। ଏଇ ଯେଉଁ ଫୁଲକୋବିଟା ଦେଖୁଛନ୍ତି, ଏଇ ଫୁଲକୋବି ହେଉଛି 40 ଟଙ୍କା। 40 ଟଙ୍କା ନେଇଛି ଗୋଟେ ବଡ଼ ଫୁଲକୋବିଟା। ତାପରେ ଇଏ ହେଉଛି ଭେଣ୍ଡି ଭେଣ୍ଡି କିଲୋ ନେଲା 30 ଟଙ୍କା। ତ ଭେଣ୍ଡି ମୋତେ କହିଲା, ସାର୍ ଆପଣଙ୍କର ଭେଣ୍ଡି ଗୋଟେ ବି ଖରାପ ବାହାରିବନି, ପୁରା 1 ନମ୍ବର ଭେଣ୍ଡି କହିକି ମୋତେ ଟେକି ଟାକିକି ସେ ଭେଣ୍ଡି ମୋତେ ଦେଇଦେଲା। ମୁଁ କହୁଛି ମୋତେ 250 ଦେ, ମୁଁ ଏକା ଏତେ ଗୁଡ଼ା କ'ଣ ହେବ, ମୋର ବୁଢ଼ା ହେଇଯିବ। ତାପରେ ମୋତେ ଯାହା ହଉ ବୁଝେଇ ବୁଝାଇକି ଅଧା କେଜି ଦେଇଦେଇଛି। କିନ୍ତୁ ଆସିକି ଦେଖିଲା ବେଳକୁ ତା ଭିତରୁ କିଛି ଜିନିଷ ଖରାପ ବାହାରିଲା। ମାନେ ଏ ଦେଖନ୍ତୁ, ଏଇ ପୋକା ପୋକା ରକମ ହେଇଛି, ଏମିତି କ'ଣ ଗୋଟେ ଦେଖାହେଉଛି। ଆହୁରି କିଛି ଅଛି ଯେଉଁଟାକି ପଚିଗଲା ଭଳିଆ ହେଇଥିଲା, ମୁଁ ତାକୁ ଫିଙ୍ଗି ଦେଇଛି। ଏ ଦେଖନ୍ତୁ ଭେଣ୍ଡି, ମୋତେ କ'ଣ କହିଲା, ପୁରା ପୁରା 1 ନମ୍ବର ଭେଣ୍ଡି। ଏ ଦେଖନ୍ତୁ, ଏମିତିକା 4-5ଟା କାନ୍ତିର ଭେଣ୍ଡି ମୋତେ ସେ ଦେଇଛି। ତ ଆକୁ ସବୁ ମୁଁ କାଲି ଆଣିକି ତାକୁ ସବୁ ଧୋଇ ଦେଇଥିଲି। ତ ଆଜି ତାକୁ ମୁଁ ରଖିଦେବି, ଗୋଟେ ଫ୍ରିଜ୍ ରଖିବା ପାଇଁ ଗୋଟେ ଅଛି, ସେଇଥିରେ ଏଇଥିରେ ଏଇଟା ପ୍ଲାଷ୍ଟିକ୍ର ଗୋଟେ ଜିନିଷ, ଏଇଥିରେ ତାକୁ ସବୁ ମୁଁ ରଖିବି। ତ ବର୍ତ୍ତମାନ ତାକୁ ସବୁ ମୁଁ ରଖିଦେବି ଫ୍ରିଜ୍ରେ।